ଭାଇ ସତ କହିଲ, ଭାରତରେ ଏମିତି କିଛି ହୋଇଗଲା ଏହି ଯାଏଁ ବିଶ୍ୱାସ ହୋଇପାରୁନି। ଏବେ ଯାଇ ଲାଗୁଛି ଭାରତ ଗୋଟିଏ ନୂଆ ଯୁଗରେ ପାଦ ଦେଇଛି। କାରଣ ଯେଉଁ ରକେଟ୍ ୟୁଜ୍ ହୁଏ ସ୍ପେସ୍‌କୁ ଯିବା ପାଇଁ, ସେହି ରକେଟ୍ ବନେଇବାର ଭାରତର ଏବେ ପ୍ରଥମ ପ୍ରାଇଭେଟ୍ କମ୍ପାନୀ ପ୍ରସ୍ତୁତ ହୋଇଛି। ଆପଣ ତ ଏହାର ଇନୋଗ୍ରେସନ୍ ଭିଡିଓ ନିଶ୍ଚୟ ଦେଖିଥିବେ। ଯେପରି ଆମେରିକାର ସ୍ପେସ୍ ଏକ୍ସ ଗୋଟେ ପ୍ରାଇଭେଟ୍ କମ୍ପାନୀ, ଯେଉଁଠାରେ ପ୍ରାଇଭେଟ୍ ଭାବେ ରକେଟ୍ ମାନୁଫ୍ୟାକ୍ଚରିଂ ହୁଏ ଏବଂ ଯାହାର ଆଗରେ ସରକାରୀ ସଂସ୍ଥା ନାସା ମଧ୍ୟ ମୁଣ୍ଡ ନୁଆଁଇଥାଏ। ସେହିପରି ଭାବେ ଭାରତର ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ପ୍ରାଇଭେଟ୍ କମ୍ପାନୀ ଗଠିତ ହୋଇଛି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତ ସରକାର ନିଜେ କହିଛନ୍ତି ଏହି କମ୍ପାନୀର ଏତେ କାପାସିଟି ଅଛି ଯେ ପ୍ରତି ମାସରେ ଗୋଟିଏ ରକେଟ୍ ଆରାମସେ ବନେଇ ପାରିବ। ଏହା ଶୁଣି ଏବେ ଆମେରିକା ଚିନ୍ତାରେ। କାରଣ କ'ଣ ପାଇଁ ଜାଣିଛନ୍ତି? ସାରା ବିଶ୍ୱରେ ଭାରତ ପ୍ରସିଦ୍ଧ ତାର ଅଳ୍ପ ବଜେଟ୍‌ର ସ୍ପେସ୍ ମିଶନ ପାଇଁ, ଅର୍ଥାତ୍ କମ୍ ଖର୍ଚ୍ଚର ଅଧିକ କାମ। ଆମେରିକା ଚନ୍ଦ୍ରକୁ ଯିବା ପାଇଁ ପ୍ରାୟ 42,000 କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଭାରତ 400 କୋଟିର ସ୍ପେସ୍ ମିଶନରେ ଚନ୍ଦ୍ରକୁ ପହଞ୍ଚି ଯାଇଥିଲା। ଅର୍ଥାତ୍ ଆଗକୁ ଯାଇ ଭବିଷ୍ୟତରେ ସାଟେଲାଇଟ୍ ଏବଂ ସ୍ପେସ୍ ମିଶନର ଦାମ ବହୁତ କମିଯିବ। କାରଣ ଭାରତର ପ୍ରାଇଭେଟ୍ ସ୍ପେସ୍ କମ୍ପାନୀ ଗୁଡ଼ିକ ଅନେକ କାମ ବହୁତ କମ୍ ଖର୍ଚ୍ଚରେ କରିଦିଅନ୍ତି। କୌଣସି ନାଟକ କରନ୍ତି ନାହିଁ। ଭିଡିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍